ମୁଁ ଟ୍ରମ୍ପକୁ ଧନ୍ୟବାଦ ଦେବି। କ'ଣ ପାଇଁ ଧନ୍ୟବାଦ ଦେବି ବି ଭାବିବାକୁ ପଡ଼ିବ ଯେ ଆମେ ଭାରତ ମାତାର ଆକ୍ଚୁଆଲି ଆମେ ସେବା କରିବାର ଆବଶ୍ୟକତା ରହିଛି। ଆଉ ଏସିଆରେ ଯଦି ସବୁଠୁ କିଏ ବଡ଼ ଦେଶ ତ ଭାରତ ବନ୍ଧୁଗଣ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲେ। ସେ ଭାରତ ସରକାରକୁ ବି ଚିନ୍ତା କରିବାକୁ ପଡ଼ିବ। ଆମକୁ ମଧ୍ୟ ନାସାର ଚିଫ୍ ବନେଇବା ପାଇଁ ଆମେରିକା ଡାକିଥିଲା, କିନ୍ତୁ এই ବ୍ୟକ୍ତି ଜଣକ ପାଗଳ ହୋଇଗଲେ ଏବଂ ମୋର ଅପମାନ ହେଲା ବୋଲି କହି ଭାରତ ଉପରେ 50% ଟେରିଫ୍ ଲଗାଇଲେ। ୟୁଏସ୍ର ରାଷ୍ଟ୍ରପତି ଟ୍ରମ୍ପ ହୋଇଛନ୍ତି ସେହି ଦିନଠାରୁ ଭାରତ ଏବଂ ୟୁଏସ୍ ମଧ୍ୟରେ ସମ୍ପର୍କରେ ବିଭ୍ରାଟ ସୃଷ୍ଟି ହୋଇଛି। ନମସ୍କାର ବନ୍ଧୁଗଣ, ସାରା ପୃଥିବୀର ଯାହା ବି ଟ୍ୟାଲେଣ୍ଟ ରହିଛି ସେଇ ଟ୍ୟାଲେଣ୍ଟକୁ ଆମେରିକା ମାଟିକୁ ଆମନ୍ତ୍ରଣ କରୁଥିଲା। କିପରି ଆମନ୍ତ୍ରଣ କରୁଥିଲା ନା ସେ H1B ଭିଜା ଦ୍ୱାରା। ବନ୍ଧୁଗଣ, H1B ଭିଜା କ'ଣ ଏବଂ ଆମେରିକା ଏହାକୁ କାହିଁକି ବନ୍ଦ କଲା ଏସବୁ ବିଷୟରେ ଜାଣିବା ଏବଂ ଚାଇନା ଗୋଟିଏ ନୂତନ ଭିଜା ଡେଭଲପ୍ କରିଛି ଯାହାର ନାଁ ଦେଇଛି କେ ଭିଜା, ସେ ବିଷୟରେ ମଧ୍ୟ ଆମେ ଜାଣିବା ପାଇଁ ଚେଷ୍ଟା କରିବା। ବନ୍ଧୁଗଣ, ଯେବେଠାରୁ ୟୁଏସ୍ର ରାଷ୍ଟ୍ରପତି ଟ୍ରମ୍ପ ହୋଇଛନ୍ତି ସେହି ଦିନଠାରୁ ଭାରତ ଏବଂ ୟୁଏସ୍ ମଧ୍ୟରେ ସମ୍ପର୍କରେ ବିଭ୍ରାଟ ସୃଷ୍ଟି ହୋଇଛି। ଅପରେସନ୍ ସିନ୍ଦୁରକୁ ନେଇକରି ୟାଙ୍କର ପାଗଳାମୀ ହେଉ କିମ୍ବା ଇରାନ ଉପରେ ଆକ୍ରମଣ ହେଉ, ନେପାଳରେ ସରକାର ପରିବର୍ତ୍ତନ ହେଉ, ବାଂଲାଦେଶରେ ସରକାର ପରିବର୍ତ୍ତନ ହେଉ, ଫ୍ରାନ୍ସରେ ସରକାର ପରିବର୍ତ୍ତନ ହେଉ, ପାକିସ୍ତାନରେ ସେନା ପ୍ରମୁଖର ଫିଲ୍ଡ ମାର୍ଶାଲ ହେଉ, ସବୁରି କ୍ଷେତ୍ରରେ କୌଣସି ନା କୌଣସି ଭାବରେ ୟାଙ୍କର ନାଁ ଥିବ କିମ୍ବା ଆମେରିକାର ନାଁ ଅଛି। ଅପରେସନ୍ ସିନ୍ଦୁର ହେଲା ସେହି ସମୟରେ ଏ ବ୍ୟକ୍ତି ଜଣକ ଆସିକି କହିଲେ ଯେ ମୁଁ ଦୁଇ ଜଣଙ୍କର ବା ଦୁଇ ଦେଶ ମଧ୍ୟରେ ସମଝୋତା କରେଇଛେ ବୋଲି, କିନ୍ତୁ ଭାରତ ସରକାର ୟାଙ୍କର କଥାକୁ ଯେତେବେଳେ ନାକାର କରିଦେଲେ ବା ମନା କରିଦେଲେ ସିଧାସଳଖ ଭାବରେ এই ବ୍ୟକ୍ତି ଜଣକ ପାଗଳ ହୋଇଗଲେ ଏବଂ ମୋର ଅପମାନ ହେଲା ବୋଲି କହି ଭାରତ ଉପରେ 50% ଟେରିଫ୍ ଲଗାଇଲେ। ତାପରେ ସେ ଚିନ୍ତା କଲେ ଯେ ଭାରତକୁ କିଭଳି ଭାବରେ ଆଇସୋଲେଟ୍ କରାଯିବ। ବା ଆମର ଭାରତର ଇକୋନୋମି 7%ରେ ଗ୍ରୋ କରୁଥିଲା, କିନ୍ତୁ ବର୍ତ୍ତମାନ ଟିକେ ମାତ୍ରାରେ କମିଯାଇଛି এই ପାଗଳାମୀ ବା এই ପାଗଳ ବ୍ୟକ୍ତି ଯୋଗୁଁ। ବନ୍ଧୁଗଣ, ଏହି ବ୍ୟକ୍ତି ଜଣକ 50% ଟେରିଫ୍ ଲଗାଇଲେ। ତାପରେ ଇରାନରେ ଥିବା ଜାଭାର ପୋର୍ଟକୁ ବନ୍ଦ କରିବା ପାଇଁ ଚେଷ୍ଟା କଲେ ଏବଂ ବନ୍ଦ ମଧ୍ୟ କରାଇଦେଲେ। ତାପରେ H1B ଭିଜା ଯେଉଁଟା ଥିଲା ଭାରତୀୟମାନେ 75% ଯାଉଥିଲେ ସେଇମାନଙ୍କର ପାଇଁ ଗୋଟେ ପାଗଳାମୀ କଲେ, ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲେ। ସେ ବିଷୟରେ ବନ୍ଧୁଙ୍କର ଆଲୋଚନା କରିବା। ବନ୍ଧୁଗଣ, H1B ଭିଜା କ'ଣ ନା H1B ଭିଜା ଦ୍ୱାରା ବିଶେଷ ଭାବରେ ବିଦେଶୀ ବୃତ୍ତିଗତ ବା ଦକ୍ଷ କର୍ମଚାରୀମାନଙ୍କୁ ଯେଉଁମାନଙ୍କର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଶେଷଜ୍ଞ ବା ବିଶେଷ ଜ୍ଞାନ କିମ୍ବା ଯୋଗ୍ୟତା ଅଛି, ଏହି ଭିଜା ମାଧ୍ୟମରେ IT କ୍ଷେତ୍ର, ଇଞ୍ଜିନିୟରିଂ, ଅର୍ଥ, ସ୍ୱାସ୍ଥ୍ୟସେବା, ଗବେଷଣା ଏବଂ ଯେକୌଣସି କ୍ଷେତ୍ରରେ ବି H1 ଭିଜା ଆମେରିକା ସେହି ବ୍ୟକ୍ତିମାନଙ୍କୁ ଦିଏ। ଏବଂ ଯଦି ଆମେ ଏହାକୁ ସାଧାରଣ ଭାଷାରେ ବୁଝିବା ତେବେ ସାରା ବିଶ୍ୱରେ ଯେତେ ବି ଟ୍ୟାଲେଣ୍ଟ ଅଛି ସେହି ଟ୍ୟାଲେଣ୍ଟକୁ ଆମେରିକା ନିଜ ଦେଶରେ ବଢ଼ାଇବା ପାଇଁ ଚେଷ୍ଟା କରେ ବା ନିଜ ଦେଶକୁ ସେହି ଟ୍ୟାଲେଣ୍ଟକୁ ଆମନ୍ତ୍ରଣ କରେ, କିଛି ଖର୍ଚ୍ଚ ଦିଏ, କିଛି ଦରମା ଆକାରରେ ପଇସା ଦିଏ, କିନ୍ତୁ ସାରା ବିଶ୍ୱର ଟ୍ୟାଲେଣ୍ଟକୁ ତାଙ୍କ ଦେଶକୁ ଆଣେ। କ'ଣ ପାଇଁ ବନ୍ଧୁଗଣ, ଆମେରିକାକୁ ସାରା ବିଶ୍ୱରୁ ଯେତେ ବି H1B ଭିଜାଧାରୀ ଲୋକ ବା ବୃତ୍ତିଗତ ବ୍ୟକ୍ତି ବା କୁଶଳୀ ଶ୍ରମିକ ସେହି ଦେଶକୁ ଯାଆନ୍ତି ସେହିମାନଙ୍କର ମଧ୍ୟରୁ 70% କେବଳ ଭାରତରେ। ବନ୍ଧୁଗଣ, ଚୀନରୁ ମଧ୍ୟ କିଛି ଲୋକ ଯାଇଥାନ୍ତି, କିନ୍ତୁ ସେଇଟା ଏତେ ମାତ୍ରାରେ ଅଧିକ ନୁହେଁ। ଭାରତରୁ 70% ଲୋକ ଯାଇଥାନ୍ତି। ବନ୍ଧୁଗଣ, ଟ୍ରମ୍ପ କହିଲେ ଯେ 24 ଘଣ୍ଟା ମଧ୍ୟରେ ଯେଉଁମାନଙ୍କର ପାଖରେ ବି H1B ଭିଜା ଅଛି ଏବଂ ସେମାନେ ଆମେରିକା ଠାରୁ ଅନ୍ୟ ଦେଶରେ ଅଛନ୍ତି ବା ନିଜର ଦେଶରେ ଅଛନ୍ତି, ସେଇମାନେ ଯଦି 24 ଘଣ୍ଟାରେ ଆମେରିକାକୁ ନ ଫେରନ୍ତି ତେବେ ତାଙ୍କୁ 88 ଲକ୍ଷ ଦେବାକୁ ପଡ଼ିବ। ବା ଟ୍ରମ୍ପ ଗୋଟେ ଏଇଭଳି ନିୟମ ତିଆରି କରିଛନ୍ତି ଯେ ବର୍ଷରେ ଯଦି କିଏ H1B ଭିଜା ଚାହେଁ ବା ଆବଶ୍ୟକ କରେ ତାକୁ ବର୍ଷରେ H1B ଭିଜା ପାଇଁ 88 ଲକ୍ଷ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ତାର ପରେ ଯେତେବେଳେ ଆମେରିକୀୟ କମ୍ପାନୀମାନେ ଟ୍ରମ୍ପଙ୍କ ଉପରେ ପ୍ରେସର ଦେଇଥିଲେ ବା ଚାପ ପ୍ରୟୋଗ କରିଥିଲେ, ସେ ତାଙ୍କ କଥାରୁ ଓହରି ଯାଇଥିଲେ ଏବଂ ସେ କହିଥିଲେ ଯେ ଲାଇଫ୍ ଟାଇମ୍ ପାଇଁ ଯିଏ ବି H1B ଭିଜା ନେବା ପାଇଁ ଚାହିଁବ ତାକୁ 88 ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏବଂ ଯେଉଁ H1B ଭିଜାଧାରୀମାନେ ଆମେରିକାରୁ ବାହାରେ ଅଛନ୍ତି ବା ବିଦେଶରେ ଅଛନ୍ତି ସେମାନେ ଯଦି 24 ଘଣ୍ଟା ମଧ୍ୟରେ ଆମେରିକାକୁ ନ ଫେରନ୍ତି ତେବେ ତାଙ୍କୁ ମଧ୍ୟ 88 ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ବନ୍ଧୁଗଣ, ଏହାପରେ ସେ ଏଠାରୁ ମଧ୍ୟ ଓହରି ଯାଇଥିଲେ ଏବଂ କହିଥିଲେ ଯେ ଆମେ ଯେଉଁମାନଙ୍କ ପାଖରେ ବି H1B ଭିଜା ଅଛି ସେମାନଙ୍କୁ ଆସିବା ପାଇଁ ଆମେ ସମୟରେ କଳହ କରୁଛୁ ବା ସମୟକୁ ଆମେ ବା ଅବଧିକୁ ଆମେ ବଢ଼ାଇ ଦେଉଛୁ, ସେମାନେ ଆସିପାରିବେ। ବନ୍ଧୁଗଣ, ଟ୍ରମ୍ପଙ୍କ ପାଗଳାମୀ ଯୋଗୁଁ ସାରା ବିଶ୍ୱ ଆଜି ଚିନ୍ତିତ। ବନ୍ଧୁଗଣ, ଭାରତୀୟ ଯେତେ ବି IIT, IIM, NIT ଏସବୁ କ୍ଷେତ୍ରରୁ ଯେତେ ବି ଷ୍ଟୁଡେଣ୍ଟମାନେ ଅଛନ୍ତି ସେମାନେ ଯେଉଁମାନଙ୍କର ର୍ୟାଙ୍କ ଟପ୍ରେ ଥାଏ ସେମାନଙ୍କୁ ଅନେକ କମ୍ପାନୀମାନେ, ବିଦେଶୀ କମ୍ପାନୀମାନେ ବାର୍ଷିକ ପ୍ୟାକେଜ୍ ଅନୁସାରେ କିଣି ନିଅନ୍ତି ବନ୍ଧୁଗଣ ଏବଂ ନିଜ ଦେଶକୁ ନେଇଯାଆନ୍ତି, ବିଶେଷ କରି ତ ଆମେରିକାର କମ୍ପାନୀମାନେ।
एवं भारतीय लोक माने कम दाम रे काम करती कुशली श्रमिक परिश्रमी से बंधुकर सारा विश्व में भारतीय लोक मानकर भारतीय इंजीनियर वैज्ञानिक समस्त गोटे चाहिदा अच्छी बंधु जिते चाइना गोटे नूतन भिजा तैयारी कला जोटा कि H1B भिजा भली अच्छी से के भिजा एवं साउथ एशिया जिते भी टैलेंट अच्छी से सब को चाइना को निमंत्रण कला साउथ एशिया जब सब बड़ देश तो भारत बंधुगण यह भारत प्रति ही भारत ही निर्मित कहले भूल हम ना के भिजा आपण देखिपारे के भिजा यहाँ अक्टोबर 1 तारिख रु वैध हम अक्टोबर 1 रु जी चाइना जावाई चाहिए K1 भिजा द्वारा से अप्लाई करें चाइनार एम्बेसी भारत में थिबा चाइनार एम्बेसी से भेरीफाई कलापर पुणी आपड़ जाकि भारत चाइना काम करेंगे बंधुगण के भिजा कौन ना यह अक्टोबर 1 रु कार्यकारी हेबो यह युव विदेशी वैज्ञानिक एवं प्रजुक्ति विद्या प्रतिभा को आकर्षित करने डिजाइन करा जायछि विशेषकर विज्ञान प्रजुक्ति विद्या इंजीनियरिंग एवं गणित क्षेत्र में योग्य होगापी आपको साधारणतः पूरण करने को पड़ो जे शिक्षा एवं पृष्ठभूमि आपंकर स्ट्रंग थिबा कथा जेकोसी क्षेत्र में भी स्वीकृति प्राप्त विश्वविद्यालय कि गवेषणा प्रतिष्ठान घरोई कि विदेशी अति कम स्नातक डिग्री थिबा आवश्यक बंधुगण IIT IIM NIT यही सब क्षेत्र में आपण मैंने पढ़ी कथा आप पाखे डिग्री थिबा कथा ग्रेजुएशन करथिबा कथा आपण तार पर जाई आपण के भिजा को अप्लाई कर पारबे बंधुगण मुझे किसी सजेसन देवाई चाहिए ये सजेसन यहीटा जे भारत सरकार को भी चिंता करने को पड़ो कौन चिंता करने को पड़ो ना प्रत्येक वर्ष बहुत लोक मैंने बहुत युवा गोष्ठी युववर्ग विदेश को चली जाती कौन पाई ना भारत में से किसी भित्तिभूमि ना जे से मैंने ये रहीकि गवेषणा करेंगे किंबा कार्य करेंगे कि कौन जगह चाकरी करेंगे आउ किसी वैज्ञानिक किसी युवगोष्ठी पैसार लालसारे अधिक पैकेज विदेश को पलैंती भारत मातार सेवा करने इच्छा ना अब्दुल कलाम को नासार चीफ बनवाई अमेरिका डाकी किंतु अब्दुल कलाम मना कर देते नासार चीफ होगापी चाहे ना मत भारत माता ही अच्छी मोर भारत मातार ही सेवा करी बंधुगण आमर लोक मैंने आमर युवगोष्ठी को भी भाविया पड़ो जे आम भारत मातार एक्चुअली आम सेवा कर आवश्यकता रही आम अमेरिका जाकि अमेरिकार मजदूरी करूँ ना आम तो मजदूर जड़े अन्य देश जाकि लेबर काम करूँ तार अर्थ तो कहीं आम भारत में न रहीकि भारत को ग्रेट बनवा जो भाव में मुझे ट्रम्प को धन्यवाद देवी कौन पर धन्यवाद देवी ना ट्रम्प गोटे ये व्यवस्था कर अमेरिका ग्रेट अगेन ना देते से कहते H1B भिजा क्या देवा नहीं बहुत मात्रा कम करदे जो द्वारा कि अमेरिका मैंने ये चाकरी करेंगे विदेशी मैंने चाकरी करेंगे ना यह गोटे ट्रम्प बहुत सुंदर पदक्षेप मुझे अभिनंदन जनाऊँ बंधुगण आम भारत सरकार प्रति दृष्टि देवा कथा से भित्तिहीन छिड़ा करवा कथा और भारत जो युवगोष्ठी जो शिक्षाविद जो गवेषणा करुवा व्यक्ति IIT IIM NIT रु बड़ बड़ रैंक रे थिबा व्यक्ति स्टूडेंट से माने विदेश को जाउछन्ति रखा कथा और भारत में भित्ति स्थापन देवा कथा भल पैकेज देवा कथा एवं से गवेषणा करेंगे और भारत को महान बनइबे बंधुगण चाइना ये के भिजा लॉन्च कला भारत जो भाव में 2047 विकसित भारत स्वप्न देखी चाइना 2035 विकसित होवार स्वप्न देखी जदि अमेरिका को किए टक्कर देवाई चाहे अमेरिकार किए जदि परम शत्रु से हूँ चाइना तो शत्रु जितेबले कौन देश प्रति कलह कर तो आउ जड़े भल पाइब ना यही भाव में चाइना तार के भिजा लॉन्च कर भारतीय युवगोष्ठी को एप्रति दृष्टि देवाक पड़ो बंधुगण आपड़ ए विषय में कौन चिंता करुँच कमेंट बॉक्स में जनइबे निश्चय बहुत बहुत धन्यवाद नमस्कार।